ଏ ଦୁନିଆକୁ ଆସିଛି କେବଳ ନିଜ ପାଇଁ ନୁହେଁ, ତାର ଜୀବନ କେବଳ ନିଜ ପେଟ ପୋଷିବା ପାଇଁ ନୁହେଁ, ନିଜ ପରିବାରର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଅଭିପ୍ରେତ ନୁହେଁ। ମଣିଷର କର୍ତ୍ତବ୍ୟ ସେ ବଞ୍ଚିବ, ତା ସହିତ ତାର ପରିବେଷ୍ଟନୀକୁ ମଧ୍ୟ ବଞ୍ଚେଇବ, ତା ଚାରିପାଖର ଗଛଲତାଙ୍କର ଯତ୍ନ ନେବ, ପଶୁପକ୍ଷୀଙ୍କ ସ୍ଥିତିକୁ ସମୀକ୍ଷା କରିବ। କୃଷି ପାଇଁ ଅଧିକ ଉତ୍ପାଦନ ପାଇଁ ସେ ଅପକାରୀ କୀଟମରା ଔଷଧ କ୍ଷେତରେ ସିଞ୍ଚନ କରିପାରେ, କିନ୍ତୁ ହିଂସ୍ର ଜନ୍ତୁଙ୍କ ଶିକାର ରୋକି ଜଙ୍ଗଲକୁ ଘଞ୍ଚ କରିବାର ସାମର୍ଥ୍ୟ ମଧ୍ୟ ତାର ରହିବା ଦରକାର। ଏହି ସନ୍ତୁଳନ କେବଳ ମଣିଷ ହିଁ କରିପାରିବ, କାରଣ ତା ପାଖରେ ସଂସ୍କାର ରହିଛି। ସେ ଗୃହପାଳିତ ପଶୁ ପକ୍ଷୀଙ୍କୁ ଖାଇବାକୁ ଦିଏ, ସେମାନଙ୍କର ଯତ୍ନ ନିଏ, ଗାଈକୁ ଗୋମାତା ହିସାବରେ ପୂଜା କରେ, କୁକୁର ଏବଂ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଅନ୍ନବଳି ଦିଏ। ପଶୁ ସେବା ଏବଂ ଆତ୍ମୋତ୍ସର୍ଗର ଏକ ଅମର କାହାଣୀ ଆମେ କାଳିଦାସଙ୍କ ମହାକାବ୍ୟ ରଘୁବଂଶମରେ ଦେଖିବାକୁ ପାଉ। ସୂର୍ଯ୍ୟବଂଶୀ ରାଜା ଦିଲ୍ଲୀପ ଏବଂ ରାଣୀ ସୁଦକ୍ଷିଣା ନିସନ୍ତାନ ଥିଲେ। ଏଣୁ ରାଜା ରାଣୀ ଦୁଃଖରେ କାଳାତିପାତ କରୁଥିଲେ। ଦିନେ ସେମାନେ କୁଳଗୁରୁ ବଶିଷ୍ଠଙ୍କ ଶରଣ ପ୍ରାର୍ଥୀ ହେଲେ। ବଶିଷ୍ଠ କହିଲେ, ହେ ରାଜା, ଅନେକ ଦିନ ତଳେ ଯେତେବେଳେ ଆପଣ ଇନ୍ଦ୍ରଙ୍କ କାର୍ଯ୍ୟ ସମ୍ପନ୍ନ କରି ସପତ୍ନୀକ ଫେରୁଥିଲେ, କଳ୍ପ ବୃକ୍ଷ ତଳେ ବନ୍ଧା ହୋଇଥିବା କାମଧେନୁ ସୁରଭିଙ୍କୁ ସମ୍ମାନ ଜଣେଇ ପ୍ରଦକ୍ଷିଣ କରିନଥିଲେ। କାମଧେନୁ ସୁରଭି ଅପମାନରେ ଜର୍ଜରିତା ହେଇ ଆପଣଙ୍କୁ ଅଭିଶାପ ଦେଇଥିଲେ। ଯେତେଦିନ ପର୍ଯ୍ୟନ୍ତ ଆପଣ ଦୁଇ ଜଣ ସୁରଭିଙ୍କ କନ୍ୟା ନନ୍ଦିନୀଙ୍କର ସେବା ନ କରିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଆପଣ ନିସନ୍ତାନ ରହିବେ। ସେତେବେଳେ ଆକାଶରୁ ଗଙ୍ଗାଙ୍କର ଧରାବତରଣ ହେଉଥାଏ। ସେଇ ଘୋ ଘୋ ଗର୍ଜନ ଭିତରେ ଆପଣ ଅଭିଶାପକୁ ଶୁଣି ପାରିନାହାନ୍ତି। ରାଜା ରାଣୀ ଏକଥା ଶୁଣି ଅନୁତାପ କଲେ। ବଶିଷ୍ଠ କହିଲେ, ବର୍ତ୍ତମାନ ସୁରଭି ପାତାଳପୁରୀରେ ଅଛନ୍ତି। ବରୁଣ ଯଜ୍ଞ କରୁଛନ୍ତି, ଆଉ ସେ ଯଜ୍ଞରେ ଯାହା ଘୃତ ଆବଶ୍ୟକ ତାହା ସୁରଭି ଯୋଗାଇ ଦେଉଛନ୍ତି। କିନ୍ତୁ ତାଙ୍କର କନ୍ୟା ନନ୍ଦିନୀ ମୋ ଆଶ୍ରମରେ ରହୁଛି। ଆପଣ ଗୋସେବା ବ୍ରତ କରି ଶାପମୁକ୍ତ ହୁଅନ୍ତୁ। ସେହି ଦିନଠାରୁ ରାଜକାର୍ଯ୍ୟ ମନ୍ତ୍ରୀମାନଙ୍କ ହାତରେ ଅର୍ପଣ କରି ଉଭୟ ରାଜାରାଣୀ ନନ୍ଦିନୀଙ୍କ ସେବାରେ ନିଜକୁ ନିୟୋଜିତ କଲେ। ଦିନେ ନନ୍ଦିନୀ ରାଜାରାଣୀଙ୍କ ସେବାର ପରାକାଷ୍ଠାକୁ ପରୀକ୍ଷା କରିବା ପାଇଁ ଚାହିଁଲେ। ସେଦିନ ସେ ଚରି ଚରି ହିମାଳୟର ଗୁମ୍ଫାରେ ପ୍ରବେଶ କଲେ। ଗୁମ୍ଫାରେ ଶୋଇଥିଲା ଏକ ସିଂହ। ଗାଈକୁ ଦେଖି ମାଡ଼ି ବସିଲା। ରାଜା ସିଂହକୁ ହାତ ଯୋଡ଼ି ନନ୍ଦିନୀକୁ ଛାଡ଼ିଦେବା ପାଇଁ ପ୍ରାର୍ଥନା କଲେ। ସିଂହ କହିଲା, ମୁଁ ଶିବଙ୍କ ଅନୁଚର। ତାଙ୍କରି ଆଦେଶରେ ଏହି ଦେବଦାରୁ ଗଛଟିକୁ ଜଗିଛି। ଏଠାକୁ ଯେଉଁ ପ୍ରାଣୀ ଆସିବ ତାକୁ ଭକ୍ଷଣ କରିବାକୁ ମୋତେ ନିର୍ଦ୍ଦେଶ ଦିଆଯାଇଛି। ରାଜା ଅନନ୍ୟୋପାୟ ହୋଇ ଶେଷରେ ନିଜକୁ ନନ୍ଦିନୀ ବଦଳରେ ଅର୍ପଣ କଲେ ସିଂହର ଖାଦ୍ୟ ହିସାବରେ। ସେଇଠି ନନ୍ଦିନୀ ସନ୍ତୁଷ୍ଟ ହେଲେ ରାଜାଙ୍କର ଆତ୍ମବଳୀରେ। ରାଣୀଙ୍କ ବ୍ରତର ପରାକାଷ୍ଠାରେ ପରୀକ୍ଷାର ଅନ୍ତ ହେଲା। ସୁଦକ୍ଷିଣା ଗର୍ଭବତୀ ହେଲେ। ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେଲା। ତାର ନାଁ ହେଲା ରଘୁ। ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କ ଯତ୍ନ ନେବା ପାଇଁ ଯଥେଷ୍ଟ ନିର୍ଦ୍ଦେଶ ରହିଛି। ଋଗ୍ବେଦରେ ପୂଷା ଦେବତାଙ୍କର ସ୍ତୁତି କରାଯାଇଛି। ସେ ସୁବର୍ଣ୍ଣ ନିର୍ମିତ ଶୂଳ ଓ ଅଙ୍କୁଶ ଧାରଣ କରନ୍ତି। ତାଙ୍କ ଅସ୍ତ୍ରର ଧାର କେବେ କମିଯାଏ ନାହିଁ। ସେ ହିଁ ସକଳ ପ୍ରାଣୀର ପୋଷଣ କର୍ତ୍ତା। ପୃଥିବୀର ଯେତେ ମାର୍ଗ ଅଛି ତାର ସେ ଅଧିଷ୍ଠାତା, କାରଣ ସେ ଉତ୍ତମ ମାର୍ଗଦର୍ଶକ। ସେଇଥିପାଇଁ ବିମୁଚୋ ନପାତ ଅର୍ଥାତ୍ ମୁକ୍ତିର ପୁତ୍ର ହିସାବରେ ସେ ପରିଚିତ। ସେ ପଶୁମାନଙ୍କର ରକ୍ଷକ। ପଶୁଙ୍କର ଅନୁଧାବନ କରନ୍ତି, ତାଙ୍କ ପଛେ ପଛେ ଯାଆନ୍ତି, ତାଙ୍କୁ ବିପଦରୁ ରକ୍ଷା କରନ୍ତି। କାଳେ କୋଉ ପଶୁ କୂପରେ ପତିତ ହେଇଯିବ, କୋଉ ପଶୁ ବନ୍ଧନରେ ପଡ଼ିଯିବ, ବ୍ୟାଧର ବିତଂଶରେ ଛନ୍ଦି ହେଇଯିବ, ତାର ନିଘା ରଖନ୍ତି। ଋଗ୍ବେଦରେ ସେଇଥିପାଇଁ କୁହାଯାଇଛି, ପୂଷା ଗା ଅନ୍ୟେତୁ ନଃ ପୂଷା ରକ୍ଷତୁ ଅର୍ବତଃ ପୂଷା ବାଜମ୍ ଶନୋତୁ ନଃ। ପୂଷା ଦେବତା ଆମ୍ଭମାନଙ୍କର ଗାଈମାନଙ୍କୁ ରକ୍ଷା କରିବା ପାଇଁ ଅନୁସରଣ କରନ୍ତୁ। ପୂଷା ରକ୍ଷତୁ ଅର୍ବତଃ, ଆମ୍ଭମାନଙ୍କର ଘୋଡ଼ାମାନଙ୍କୁ ସେ ରକ୍ଷା କରନ୍ତୁ। ପୂଷା ବାଜମ୍ ଶନୋତୁ ନଃ, ପୂଷା ଦେବତା ଆମକୁ ଅନ୍ନ ପ୍ରଦାନ କରନ୍ତୁ। କିନ୍ତୁ ଦୁଃଖର କଥା, ଯେଉଁ ପୂଷା ଦେବତାଙ୍କର ସ୍ତୁତି ପାଇଁ ଋଗ୍ବେଦରେ ପ୍ରାୟ 8ଟି ସୂକ୍ତ ରହିଛି, ତାଙ୍କର ଆବାହନ କରିବା ପାଇଁ ଆଜି ଆମେ ପ୍ରସ୍ତୁତ ନୁହଁ। ପୂଷା ଦେବତାଙ୍କର ବାହନ ଛେଳି, ଅଥଚ ଆମେ ନିଜର କ୍ଷୁଧା ପାଇଁ ନୁହେଁ, ଦୈହିକ ଆନନ୍ଦ ପାଇଁ ଛାଗ ହତ୍ୟା ଦୈନନ୍ଦିନ କରୁଛୁ। ପୋଷଣକାରୀ ଦେବତାଙ୍କ ବାହନର ଯଦି ଏପରି ଅବସ୍ଥା, ପଶୁ ସମ୍ପଦଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠାଇବା ସମୀଚୀନ ନୁହେଁ କି? ଏହା ହିଁ ଆଜିର ପ୍ରଣିତ ବକ୍ତବ୍ୟ।